ନବରଙ୍ଗପୁର ନାମକ ଏକ ଛୋଟିଆ ଗାଁ ଥିଲା, ଯାହାର ସକାଳ ପକ୍ଷୀମାନଙ୍କର ଆବାଜରେ ନୁହେଁ, ବରଂ ଏକ ସ୍ୱତନ୍ତ୍ର ବାସ୍ନାରେ ହେଉଥିଲା। ଆଉ ଏହି ବାସ୍ନା ଥିଲା ନବର ହାଣ୍ଡି ମଟନର। ନବ ଗାଁ ମୁଣ୍ଡରେ ଏକ ଛୋଟିଆ ଢାବା ଚଲାଉଥିଲା। ସେ ମାଟି ହାଣ୍ଡିରେ ଧିମା ଆଞ୍ଚରେ ମଟନ ରୋଷେଇ କରୁଥିଲା। ତାର ସରଳ ଏବଂ ସ୍ୱାଦର ଏମିତି ଯାଦୁ ଥିଲା ଯେ ଦୂର ଦୂରାନ୍ତର ସହରରୁ ଲୋକମାନେ ତା ଦୋକାନକୁ ଟାଣି ହୋଇ ଚାଲି ଆସୁଥିଲେ। ଦେଖ ବିଜୁ, ମଟନରେ ପ୍ରକୃତ ସ୍ୱାଦ ମସଲାରେ ନାହିଁ, ବରଂ ସବୁରେ ଧୈର୍ଯ୍ୟରେ ଥାଏ। ଆଉ ଏଇ ଆଞ୍ଚ ଯେତେ ଧୀରେ ଧୀରେ ଲାଗିବ, ଏହାର ରଙ୍ଗ ସେତେ ଗାଢ଼ ହେବ। ଆଜି ତ ସହରରୁ ବଡ଼ ବଡ଼ ସାହେବ ମଧ୍ୟ ଆସିବାର ଅଛି। ମାଲିକ, ଆପଣଙ୍କ ପରିଶ୍ରମ ରଙ୍ଗ ଆଣୁଛି। ଲୋକେ କହୁଛନ୍ତି ଆପଣଙ୍କ ହାତରେ ଯାଦୁ ଅଛି, କିନ୍ତୁ ଆପଣଙ୍କୁ ଲାଗୁନାହିଁ କି ଏବେ ଆମ ଗୋଟିଏ ବଡ଼ ଦୋକାନ ନେଇଯିବା ଦରକାର। ଏଠାରେ ବସିବା ପାଇଁ ମଧ୍ୟ ଜାଗା କମ୍ ହେଉଛି। ଆରେ ବିଜୁ, ଅଧିକା ପାଇବାର ଆଶା ମଣିଷକୁ ଅନ୍ଧ କରିଦିଏ। ଏବେ ଯେତିକି ଅଛି ସେତିକିରେ ହିଁ ମୋ ଭାଗ୍ୟ ଅଛି। ଲୋକଙ୍କୁ ଶ୍ରଦ୍ଧାରେ ଖୁଆଇବି, ଆଉ ଏମିତି ବି ପଇସା ତ ହାତର ମଇଳା। ଆରମ୍ଭ ଦିନରେ ନବ ପ୍ରକୃତରେ ଏମିତି ଥିଲା। ସେ ଶୁଦ୍ଧ ସୋରିଷ ତେଲ, ତାଜା ଗୋଟା ମସଲା ଏବଂ ଉତ୍ତମ ମାନର ମଟନ ବ୍ୟବହାର କରୁଥିଲା। କିନ୍ତୁ ଯେମିତି ଯେମିତି ଭିଡ଼ ବଢ଼ିବାକୁ ଲାଗିଲା, ତା କାନରେ ଲୋକଙ୍କ ପ୍ରଶଂସା ବିଷ ଢାଳିବାକୁ ଲାଗିଲା। ତାକୁ ଲାଗିଲା ଯେ କୌଣସି ସାଧାରଣ ରୋଷେଇଆ ନୁହେଁ, ବରଂ ସେ ଜଣେ ଯାଦୁକର। ନବ ମନେ ମନେ ଭାବିଲା, ଆରେ ଆଜି ପୁରା 60 ପ୍ଲେଟ୍ ମଟନ ବିକ୍ରି ହୋଇଛି। ଲାଭ ତ ହେଇଛି, କିନ୍ତୁ ଯଦି ମୁଁ ଖର୍ଚ୍ଚ ଟିକେ କମେଇ ଦିଅନ୍ତି, ତେବେ ଏଇ ଲାଭ 2 ଗୁଣା ହେଇପାରନ୍ତା। ସହରର ଲୋକେ ତ ସ୍ୱାଦ ପଛରେ ଗୋଡ଼ାନ୍ତି। ସେମାନେ କେମିତି ଜାଣିବେ ଯେ କି ତେଲ, କି ମଟନ କେତେ ପୁରୁଣା? ଏହାପରେ ପରଦିନ ସକାଳୁ ନବ ଚିନ୍ତାଧାରା ବଦଳି ଯାଇଥିଲା। ସେ ସବୁଠାରୁ ପ୍ରଥମେ ମସଲାରେ ଭେଜାଲ କରିବା ଆରମ୍ଭ କଲା। ଯେଉଁଠି ସେ ପୂର୍ବରୁ ନିଜେ ମସଲା ବାଟୁଥିଲା, ଏବେ ସେ ବଜାରରୁ ଭେଜାଲ ଏବଂ ଶସ୍ତା ପ୍ୟାକେଟ ମସଲା ମଗାଇବାକୁ ଆରମ୍ଭ କରିଦେଲା। ବିଜୁ ଏସବୁ ଦେଖୁଥିଲା ଏବଂ ତାକୁ କିଛି ଅଦ୍ଭୁତ ଲାଗୁଥିଲା। ସେ ନବକୁ କହିଲା, ମାଲିକ, ଏହା କି ତେଲ? ଆପଣ ତ ସବୁବେଳେ କହୁଥିଲେ ଯେ ଭଲ ତେଲ ବିନା ମଟନର ସେ ସ୍ୱାଦ ଆସେ ନାହିଁ। ତୁ ତ କାମ କର ବିଜୁ, ଅଧିକ ମୁଣ୍ଡ ଖେଳା ନାହିଁ। ଏବେ ଗ୍ରାହକ ବଢ଼ିଲେଣି, ତେଣୁ ସାମଗ୍ରୀ ମଧ୍ୟ ଅଧିକା ଦରକାର। ମହଙ୍ଗା ତେଲ ଆଣିଲେ ମୁଁ ନିଜେ କ'ଣ ଖାଇବି? ଆଉ ଶୁଣ, କାଲିଠାରୁ ମଟନ ପରିମାଣ ଟିକେ କମେଇ ଦେବୁ ଏବଂ ଝୋଳର ପରିମାଣ ଟିକେ ବଢ଼େଇ ଦେବୁ। କିନ୍ତୁ ମାଲିକ, ଗ୍ରାହକମାନେ ଅଭିଯୋଗ କରିବେ। ସେମାନେ ଏଠାକୁ ସ୍ୱାଦ ପାଇଁ ଆସନ୍ତି। ମୁଁ ଯେମିତି କହିଲି ସେମିତି କର। କେହି ଅଭିଯୋଗ କରିବେ ନାହିଁ, କାରଣ ଏବେ ମୋ ନାଁ ବିକ୍ରି ହେଉଛି। ତୁ ବସ୍ ହାଣ୍ଡିରେ ପାଣି ବଢ଼ା ଏବଂ ଆଞ୍ଚ ଜୋର କର। ଶୀଘ୍ର ରୋଷେଇ ହେଲେ ଅଧିକ ବିକ୍ରି ହେବ। ନବ ଏବେ ଧୀରେ ଧୀରେ ମଟନର ଖରାପ କରିବା ଆରମ୍ଭ କରିଥିଲା। ସେ ତାଜା ମଟନ ବଦଳରେ କୋଲ୍ଡ ଷ୍ଟୋରେଜରେ ଶସ୍ତା ଏବଂ ଖରାପ ମାଂସ କିଣିବା ଆରମ୍ଭ କଲା। ତା ଉପରେ ସେ ଦାମ ମଧ୍ୟ ବଢ଼େଇ ଦେଲା। ଲୋକଙ୍କୁ ଲାଗିଲା ଯେ ବୋଧହୁଏ ମହଙ୍ଗା ଯୋଗୁଁ ଏମିତି ହେଉଛି। ଆରେ ନବ ଭାଇ, ଆଜି ଆଉ ସେ ପୁରୁଣା ସ୍ୱାଦ ମିଳୁନି। ଝୋଳ ଟିକେ ପତଳା ଲାଗୁଛି। ଏବେ ମଟନଟା ମଧ୍ୟ ଟିକେ ଟାଣ ଲାଗୁଛି। ହଁ ଆଜ୍ଞା, ଏବେ ଆଉ ସେ ପୁରୁଣା ଜମାନା ନାହିଁ। ଆପଣ ତ ସବୁ ଜାଣିଛନ୍ତି, ସବୁ ଜିନିଷ କେତେ ମହଙ୍ଗା ହୋଇଗଲାଣି। ଖାଇବାର ଅଛି ତ ଖାଆନ୍ତୁ, ନହେଲେ ପଛରେ ବହୁତ ଲମ୍ବା ଲାଇନ୍ ଅଛି। ମୋ ମଟନ ଆଜି ବି ଏ ଅଞ୍ଚଳରେ ନମ୍ବର 1 ହେଇକିନା ଅଛି। ନବ ଅହଙ୍କାର ତାର ଲୋଭ ସହିତ କାନ୍ଧରେ କାନ୍ଧ ମିଳେଇ ଚାଲୁଥିଲା। ତାକୁ ଲାଗୁଥିଲା ଯେ ଯାହା ବି ହେଉ ଲୋକ ତାକୁ ଅମୃତ ଭାବି ଖାଇଯିବେ। କିନ୍ତୁ ସେ ଏହା ଭୁଲି ଯାଇଥିଲା ଯେ ବିଶ୍ୱାସ ଗଢ଼ିବା ପାଇଁ ବର୍ଷ ବର୍ଷ ଲାଗେ ଏବଂ ଭାଙ୍ଗିବା ପାଇଁ ଗୋଟିଏ ମୁହୂର୍ତ୍ତ ଲାଗିଥାଏ। ଲୋଭର ଭୋକ ଏମିତି ବଢ଼ିଲା ଯେ ନବ ଏବେ ପ୍ରତ୍ୟେକ ଗ୍ରାହକଙ୍କ ଭିତରେ କେବଳ ଟଙ୍କା ହିଁ ନଜର ଆସୁଥିଲା। ସେ ନିଜର ସାଧୁତାକୁ ଜଳାଞ୍ଜଳି ଦେଇଦେଲା। ଏବେ ସେ ହାଣ୍ଡିର ମଟନ କମ୍ ଏବଂ ସୋୟାବିନ୍ ବଢ଼ି ଅଧିକ ପକାଇବାକୁ ଲାଗିଲା।
ଯାହାକୁ ସେ ମଟନ ଝୋଳରେ ଏମିତି ବୁଡ଼ାଇ ଦେଉଥିଲା ଯେ ଉପରୁ ଚିହ୍ନିବା କଷ୍ଟକର ଥିଲା। ମାଲିକ, ଏହା ତ ପାପ। ଆପଣ ମଟନ ଜାଗାରେ ଏସବୁ କ'ଣ ମିଶାଉଛନ୍ତି? ଯଦି କେହି ଜାଣିବେ ତେବେ ଆମେ କେଉଁଠି ହେଲେ ମୁହଁ ଦେଖାଇ ପାରିବାନି। ଗାଁ ଲୋକେ ଆମକୁ ବିଶ୍ୱାସ କରନ୍ତି, ଆଉ ଆପଣ ସେମାନଙ୍କ ବିଶ୍ୱାସ ଭାଙ୍ଗୁଛନ୍ତି। ଚୁପ୍ କର ବିର୍ଜୁ। ଏହା ଧୋକାବାଜି କଥା ମୋ ସାମ୍ନାରେ କହନା। ତୋତେ ତ ଦରମା ସହିତ ମତଲବ ରହିବା ଦରକାର। ଏମାନେ ସହରର ଲୋକ। ସେମାନଙ୍କୁ ମସଲାରେ ଏମିତି ନିଶା ଯେ ସେମାନେ ଜାଣିପାରିବେ ନାହିଁ ସେମାନେ ମଟନ ଚୋବାଉଛନ୍ତି ନା ଅନ୍ୟ କିଛି। ଆଉ ଏମିତି ହାଣ୍ଡିରେ ଢାଙ୍କୁଣୀ ବନ୍ଦ ଥାଏ, ଆଉ ଭିତରେ କ'ଣ ଅଛି ସେଇଟା କେବଳ ମୋତେ ଆଉ ତୋତେ ଜଣା। ହେଲେ ମାଲିକ, ଆପଣ ଚମକ ଏ ସାଧୁତା ଯୋଗୁଁ ଥିଲା। ଆପଣ ସେ ହାଣ୍ଡିର ସ୍ୱାଦ ନେଇ ବେଇମାନି ମିଶାଉଛନ୍ତି। ତୁ ଅଧିକ ଜ୍ଞାନ ବାଣ୍ଟ ନାହିଁ। ଯଦି ଏଠି କାମ କରିବାର ଅଛି ତେବେ ପାଟିରେ ତାଲା ପକା, ନହେଲେ ରାସ୍ତା ଦେଖ। ବିର୍ଜୁ ଚୁପ୍ ହେଇଗଲା, କିନ୍ତୁ ତା ମନ ଶାନ୍ତ ନଥିଲା। ନବ ଏବେ ହାଣ୍ଡିରେ ରଙ୍ଗ ଆଣିବା ପାଇଁ କେମିକାଲ ରଙ୍ଗର ବ୍ୟବହାର ମଧ୍ୟ ଆରମ୍ଭ କରିଦେଇଥିଲା, ଯେମିତିକି ଝୋଳ ଲାଲ ଏବଂ ଚମକଦାର ଦେଖାଯିବ। ଯିଏ ବି ସେ ମଟନ ଖାଉଥିଲା ତାକୁ କିଛି ସମୟ ତ ଭାରି ସ୍ୱାଦ ଲାଗୁଥିଲା, କିନ୍ତୁ ପରେ ପେଟ ଭାରି ଲାଗୁଥିଲା। କୁହାଯାଏ ଯେ ପାପର ଘଡ଼ି ଦିନେ ନା ଦିନେ ନିଶ୍ଚୟ ପୂର୍ଣ୍ଣ ହୁଏ। ନବ ଦୋକାନରେ ଏବେ ବି ଭିଡ଼ ସେମିତି ଥିଲା, କିନ୍ତୁ ଲୋକେ ଖାଇସାରି ସନ୍ତୁଷ୍ଟ ହୋଇଯାଉନଥିଲେ। ଧୀରେ ଧୀରେ ଗାଁରେ ଗୁଜବ ପ୍ରଚାର ହେଲା ଯେ ନବର ଢାବା ଖାଦ୍ୟ ଖାଇବା ପରେ ଲୋକଙ୍କ ପେଟ ଖରାପ ହେଇଯାଉଛି। ପୁଅ ନବ, ମୁଁ ଶୁଣିଛି ଯେ ଆଜିକାଲି ସହରରୁ ଆସୁଥିବା ଅନେକ ପିଲା ତୁମ ଏଠାରେ ଖାଇ ଅସୁସ୍ଥ ହେଉଛନ୍ତି। କ'ଣ କଥା କି? ତୁମେ ସେଇ ପୁରୁଣା ମସଲା ବ୍ୟବହାର କରୁଛ ନା ନାହିଁ? ଆରେ କାକା, ଆଜିକାଲିର ଲୋକଙ୍କ ପେଟ ହିଁ ଦୁର୍ବଳ। ଟିକେ ରାଗ କ'ଣ ଖାଇଦେଲେ ବସ୍ ପେଟ ଗୋଳମାଳ ହେଉଛି। ଆଉ ମୋ ମଟନରେ କୌଣସି ଅଭାବ ନାହିଁ। ବସ୍ ନାଁ ଶୁଣି ଜଳୁଥିବା ଲୋକମାନେ ଏମିତି କଥା କହୁଛନ୍ତି। ପୁଅ, ଲୋଭ ମଣିଷକୁ ଅନ୍ଧ କରିଦିଏ। ମନେ ରଖ, ମାଟିର ଏଇ ହାଣ୍ଡି ପବିତ୍ର ହୋଇଥାଏ। ଏଥିରେ ଯଦି ତୁମେ କପଟ ରୋଷେଇ କରିବ ତେବେ ତାହା ବେଶୀ ଦିନ ତିଷ୍ଠିବ ନାହିଁ। ନବ ବୃଦ୍ଧାଙ୍କ କଥା ଏପଟ କାନରେ ପୂରେଇ ସେପଟ କାନରେ ବାହାର କରିଦେଲା। ସେଇ ସନ୍ଧ୍ୟାବେଳେ ଜଣେ ବଡ଼ ବ୍ୟବସାୟୀଙ୍କ ଗାଡ଼ି ଢାବା ସାମ୍ନାରେ ଅଟକିଲା। ସେ ନବକୁ 500 ଟଙ୍କିଆର ଅନେକ ନୋଟ୍ ଦେଲେ ଏବଂ ନିଜ ପାର୍ଟି ପାଇଁ 10ଟି ବଡ଼ ହାଣ୍ଡି ମଟନ ପ୍ରସ୍ତୁତ କରିବାକୁ ଅର୍ଡର ଦେଲେ। ଆରେ ଦେଖିଲୁ ବିଜୁ, କାକା କହୁଥିଲେ ଦୋକାନ ଚାଲିବ ନାହିଁ ବୋଲି। ଏଠାରେ ତ ଅର୍ଡରର ବର୍ଷା ହେଉଛି। ଏବେ ଦେଖ, ଏଇ 10ଟି ହାଣ୍ଡିରେ ମୁଁ କେମିତି ଖେଳ କରୁଛି। ମଟନ ଅଧା ହେବ ଏବଂ ଝୋଳ ଡବଲ। ଏହା ପଇସା ନୁହେଁ ମାଲିକ, ଏହା ଅଭିଶାପ। ନବ ରାତିସାରା ଚେଇଁ ସେଇ ହାଣ୍ଡିଗୁଡ଼ିକ ପ୍ରସ୍ତୁତ କଲା। ସେ ଖରାପ ମଟନର ପ୍ରଚୁର ଗରମ ମସଲା ପକାଇଦେଲା, ଯେମିତିକି ମଟନ ଖରାପ ଗୁଣ ଜଣାପଡ଼ିବ ନାହିଁ। ତାକୁ ଲାଗିଲା ଯେ ଆଜି ସେ ମାଲାମାଲ ହେଇଯିବ, କିନ୍ତୁ ସେ ଜାଣିନଥିଲା ଯେ ଏ 10ଟି ହାଣ୍ଡି ତାର ସର୍ବନାଶର କାରଣ ହେବ। ପରଦିନ ସକାଳେ ନବ ବହୁତ ଗର୍ବରେ ସେଇ 10ଟି ହାଣ୍ଡି ବ୍ୟବସାୟୀଙ୍କ ଗାଡ଼ିରେ ରଖିଦେଲା। ତାର ଚତୁରତା ଉପରେ ବହୁତ ଗର୍ବ ହେଉଥିଲା। ପଇସା ପକେଟକୁ ଆସୁ ଆସୁ ନବର ପାଦ ଆଉ ଭୂଇଁରେ ପଡ଼ୁନଥିଲା। ଦେଖ ବିର୍ଜୁ, ଏହାକୁ କହନ୍ତି ବ୍ୟବସାୟୀ। ଗୋଟିଏ ରାତିରେ ପରିଶ୍ରମ ଆଉ ମାସକର ରୋଜଗାର ଏକାଠି। ତୁ ମିଛରେ ଡରୁଥିଲୁ, ସେଇ ସେଟ୍ ତ ଖୁସି ହେଇ ଚାଲିଗଲା। ମାଲିକ, ମୋତେ ତ ଭୟ ଲାଗୁଛି। ଆପଣ ସେଇ ମଟନରେ ବହୁତ ଭେଜାଲ କରିଛନ୍ତି। ଯଦି ସେଇ ପାର୍ଟିରେ କାହାର ଦେହ ଖରାପ ହୁଏ ତେବେ ବଡ଼ ବିପଦ ହୋଇପାରେ। ଆରେ କିଛି ବିପଦ ହବନି। ଏମାନେ ସହରରେ ବଡ଼ ବଡ଼ ଲୋକ। ଯଦି ଟିକେ ପେଟ ଖରାପ ହେଲା ତେବେ ଭାବି ଅଧିକା ଖାଇଦେଲି ବୋଲି। ତୁ ବାସ୍ ପ୍ରସ୍ତୁତ କର।